ତୁଳା ରାଶି 2026 ବର୍ଷଟି ତୁଳା ରାଶି ମାନଙ୍କ ପକ୍ଷେ କିଭଳି ରହିବ ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ସହିତ ଜାଣିବା ଯେ ଗ୍ରହମାନଙ୍କର ସ୍ଥିତି କିଭଳି ରହିବ, କ'ଣ ରହିବ ଆପଣମାନଙ୍କ ପାଇଁ ଶୁଭ ବାର, ଶୁଭ ତିଥି, ଶୁଭ ରତ୍ନ ଏବଂ ଶୁଭ ରଙ୍ଗ। ଜାଣିବା ପାଇଁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ନମସ୍କାର, ମୁଁ ମନୋଜ ଦାସ, ସ୍ୱାଗତ ଆପଣମାନଙ୍କୁ ଆଜିକାର ଏହି ଭିଡ଼ିଓରେ। ତେବେ ପ୍ରଥମେ ଆସନ୍ତୁ ଜାଣିବା ବୃହସ୍ପତି କେଉଁ ସ୍ଥିତିରେ ରହିବେ। ଦେଖନ୍ତୁ, ବୃହସ୍ପତି ବର୍ଷ ସାରା ଆପଣଙ୍କୁ ଶୁଭ ଫଳ ଦେବେ। ତେବେ ଶନି ଏବଂ କେତୁ ଆପଣଙ୍କର ମଧ୍ୟମ ଧରଣର ଶୁଭ ଏବଂ ରାହୁ ବର୍ଷ ସାରା ଅଶୁଭ। ତେବେ ଏବେ ଆସନ୍ତୁ ଜାଣିବା ଆପଣମାନଙ୍କ ପାଇଁ ଶୁଭ ବାର ଏବଂ ଶୁଭ ତିଥି। ପ୍ରଥମେ ଶୁଭ ବାର ବୁଧବାର ଏବଂ ଶୁକ୍ରବାର। ଶୁଭ ତିଥି ତୃତୀୟା, ଦ୍ୱାଦଶୀ ଏବଂ ତ୍ରୟୋଦଶୀ। ଶୁଭ ରତ୍ନ ହୀରା ଏବଂ ମୁକ୍ତା। ଶୁଭ ରଙ୍ଗ ଧଳା ଓ କମଳା। ତେବେ ଏବେ ଆସନ୍ତୁ ଜାଣିବା ବର୍ଷ ସାରାର ରାଶିଫଳ କେତେ ଭଲ କେତେ ଖରାପ। ତେବେ ତୁଳା ରାଶିର ବ୍ୟକ୍ତିମାନେ ଆପଣମାନେ ଏ ବର୍ଷ ଆପଣମାନଙ୍କ ପାଇଁ ବର୍ଷଟି ଶୁଭ ରହିବ। ଶୁଭ ଫଳ ଆପଣମାନେ ଭୋଗ କରିବେ। ଆପଣଙ୍କର ଜୀବନରେ ସର୍ବାଙ୍ଗୀନ ଉନ୍ନତି ପରିଲକ୍ଷିତ ହେବ। ଉନ୍ନତି କରିବେ ଆପଣ। ବିଦ୍ୟାର୍ଥୀମାନେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ଉନ୍ନତି କରିବେ। ଆର୍ଥିକ ଅଭିବୃଦ୍ଧି ହେବ। ବ୍ୟବସାୟରେ ଲାଭ ହେବ। ଗୃହରେ ମାଙ୍ଗଳିକ କାର୍ଯ୍ୟ ସବୁ ହେବ। ଅନେକ ପ୍ରକାରର ସୁବିଧା ସୁଯୋଗ ଆପଣମାନେ ଭୋଗ କରିବେ। ଧାର୍ମିକ ଚିନ୍ତାଧାରା ଆପଣଙ୍କର ବୃଦ୍ଧି ହେବ। ଉତ୍ତମ ପାରିବାରିକ ସୌଖ୍ୟ ଲାଭ ହେବ। ପରିବାରରେ ସୁଖ ଶାନ୍ତି ଆପଣଙ୍କୁ ଲାଭ ହେବ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ନିଜ ଲୋକମାନଙ୍କ ସହିତ ସମ୍ପର୍କ ଆହୁରି ମଜବୁତ ହେବ, ନିବିଡ଼ ହେବ। କର୍ମରେ ସଫଳତା ମିଳିବ। ଆଶା ଅନୁସାରେ ଫଳ ଲାଭ ଆପଣଙ୍କୁ ହେବ। ମୂଳରୁ କହିଲି, ବିଦ୍ୟାରେ ସଫଳତା ନିଶ୍ଚିନ୍ତ ଭାବରେ ଅଛି, ତେଣୁ ପରିଶ୍ରମରେ ଅବହେଳା କରିବେ ନାହିଁ। କର୍ମକ୍ଷେତ୍ରରେ ସଫଳତା ଆପଣଙ୍କୁ ମିଳିବ। ଚାକିରିରେ ପଦୋନ୍ନତି ମିଳିବ ଏବଂ ଅତି ଶୁଭ ଲାଭ କରିବେ ଆପଣମାନେ ଚାକିରି କ୍ଷେତ୍ର। ଏ ବର୍ଷ ଆପଣମାନେ ବହୁତ ଜାଗା ଭ୍ରମଣ ପାଇଁ, ବୁଲିବା ପାଇଁ ଯାଇପାରନ୍ତି। ତେବେ ବିଦ୍ୟାର୍ଥୀମାନେ ଯେଉଁମାନେ କୌଣସି ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଛନ୍ତି, କୌଣସି କମ୍ପିଟିଟିଭ୍ ଏକ୍ଜାମ୍ ଦେଉଛନ୍ତି, ସଫଳ ନିଶ୍ଚିନ୍ତ ଭାବରେ ହେବେ। ଆପଣମାନଙ୍କର ଆୟ ବଢ଼ିବ, ଉତ୍ତମ ଆୟ ଅଛି ଏବଂ ବହୁତ ଦିଗରୁ ଆପଣଙ୍କୁ ଆର୍ଥିକ ଲାଭ ହେବ, ଧନ ପ୍ରାପ୍ତି ହେବ। ପରିବାର ଭିତରେ ଗୋଟେ ଏକତା ଆପଣଙ୍କର ବୃଦ୍ଧି ପାଇବ। ସେଭଳି ମହିଳାମାନଙ୍କ ପାଇଁ ମଧ୍ୟ ସମୟଟି ଖୁବ୍ ସୁନ୍ଦର ରହିବ। ମହିଳାମାନେ କର୍ତ୍ତବ୍ୟ ପରାୟଣା ହେବେ। ମହିଳାମାନଙ୍କ କଥା ଯଦି ଖାସ କରିକି ଦେଖିବା, ତାହେଲେ ବର୍ଷ ଆରମ୍ଭରୁ 6 ମାସରୁ 7 ମାସ, 6ରୁ 7 ମାସ ଖାସ କରିକି ଆପଣଙ୍କ ପାଇଁ ବହୁତ ବଢ଼ିଆ ସମୟ ରହିବ। ବର୍ଷ ଆରମ୍ଭରୁ 6 ମାସ ବହୁତ ସୁନ୍ଦର ସମୟ ରହିବ। ବହୁତ ବଢ଼ିଆ ଆପଣଙ୍କୁ ଶୁଭଫଳ ପ୍ରାପ୍ତ ହେବ। ତାପରେ ଶେଷ ଯେଉଁ 6 ମାସ, ସେତେବେଳକୁ ଆପଣ କହିବାକୁ ଗଲେ 70% ଶୁଭଫଳ ଭୋଗ କରିବେ। ତେବେ ସ୍ୱାସ୍ଥ୍ୟକୁ ନିହାତି ଭାବରେ ଜଗିବା ଆବଶ୍ୟକ। ସେଭଳି କୌଣସି ବଡ଼ ଧରଣର ସ୍ୱାସ୍ଥ୍ୟ ସମସ୍ୟା ଯଦିଓ ଦେଖାଯିବନି, ତଥାପି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ସ୍ୱାସ୍ଥ୍ୟର ସଦାସର୍ବଦା ଯତ୍ନ ନିଅନ୍ତୁ। ଛୋଟ ଛୋଟ ସମସ୍ୟାରୁ ଆପଣଙ୍କୁ ବଡ଼ ସମସ୍ୟା ଭୋଗ କରିବାକୁ ପଡ଼ିପାରେ। ତେଣୁ ଏଥିପ୍ରତି ସାବଧାନ ରହିବେ, ସଚେତନ ରହିବେ। ତେବେ କ'ଣ କରିବେ ପ୍ରତିକାର କ'ଣ କରିବେ? ପ୍ରତି ସୋମବାର କିମ୍ବା ସଂକ୍ରାନ୍ତି ଗୁଡ଼ିକରେ ଶିବ ମନ୍ଦିର ଯାଆନ୍ତୁ, ମହାଦେବଙ୍କର ଦର୍ଶନ କରନ୍ତୁ। ନିଜ ଘରେ ପୂଜା କରୁଛନ୍ତି, ଗୀତା ପାଠ କରନ୍ତୁ, ନହେଲେ ରାମଚରିତ ମାନସର ପାଠ କରନ୍ତୁ, ଶିବ ପୁରାଣ ପଢ଼ନ୍ତୁ। ଆପଣଙ୍କ ପାଇଁ ବହୁତ ଶୁଭ ଫଳ ପ୍ରାପ୍ତ ହେବ। ତେବେ ଏ ଥିଲା ତୁଳା ରାଶିର ବାର୍ଷିକ ରାଶିଫଳ। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓ ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ସମସ୍ତଙ୍କୁ ସେୟାର କରିବେ।